Welcome to Odia to English Connection. Daily use short important sentences. ଜାଣିନବା ଆଜିର ଜିକେ ମହାନଦୀ ଭାରତର ଅଷ୍ଟମ ଲମ୍ବା ନଦୀ ଅଟେ. The Mahanadi is the 8th longest river in India. ତାଙ୍କୁ ସତର୍କ କର. ଆକୁ ଇଂଲିଶରେ କହନ୍ତି warn him. Warn him. ଖେଁ ଖେଁ ହେଇ ହସିବା ବନ୍ଦ କର. ଆକୁ କହନ୍ତି stop giggling. Stop giggling. ଆକୁ ପଢ଼ିବା giggling. ସବୁ କିଛି ଧୋଇ ଦିଅ. ଆକୁ କହନ୍ତି wash everything. Wash everything. ଆଉ ଥରେ ଚେଷ୍ଟା କର. ଆକୁ କହନ୍ତି try once again. Try once again. या ସ୍ୱାଦ ଚାଖ. ଆକୁ କହିବା taste this. Taste this. ମୁଁ ଆଉ ଥରେ କହୁଛି pronunciation ଉପରେ ଫୋକସ୍ କରିବେ. ଏଇଟା ହେଉଛି taste. Test ନୁହେଁ. Test ନୁହେଁ. Taste. Taste this. ସାହସୀ ହୁଅ. ଆକୁ କହିବା be brave. Be brave. ମୋ ଫଟୋ ଉଠାନ୍ତୁ. ଆକୁ କହିବା take my picture. Take my picture. ପାଖରେ କିମ୍ବା ନିକଟରେ ରୁହ. ଆକୁ କହିବା stay close. Stay close. ଏହା ବଦଳେଇ ଦିଅ. ଆକୁ ଇଂଲିଶରେ କହନ୍ତି replace it. Replace it. କିଛି ଖାଇନିଅ. ଆକୁ କହିବା eat something. Eat something. ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବେ ଆଉ ନିଜ କମେଣ୍ଟ ମଧ୍ୟ ଦେବେ. କେହି ଶୁଣୁନାହାନ୍ତି. ଆଉ କ'ଣ କହିବା ଦେଖିବା nobody is listening. Nobody is listening. pronunciation ଉପରେ ବି ଫୋକସ୍ କରନ୍ତୁ listening. Listening. ନିଜ ଶିକ୍ଷକଙ୍କୁ ପଚାର. ଆଉ କହିବା ask your teacher. Ask your teacher. ଶେଷ କିମ୍ବା ସମାପ୍ତ କର. ଆଉ କହନ୍ତି finish this. Finish this. ଆସ୍ତେ ଖାଅ. ଆଉ ପଢ଼ିବା eat slowly. Eat slowly. ସବୁଦିନ ପାଇଁ କିଛି ରୁହେନି. ଆଉ କହନ୍ତି nothing lasts forever. Nothing lasts forever. ଭଲରେ ଶୋଇପଡ଼. ଆଉ ପଢ଼ିବା sleep tight. Sleep tight. ଲେଖିବା ଆରମ୍ଭ କର. ଆଉ କହନ୍ତି start writing. Start writing. ସବୁ କିଛି ବନ୍ଦ ହୋଇଗଲା. ଆଉ କହନ୍ତି everything stopped. Everything stopped. ପାଖେଇ ଆସ. ଆଉ କହିବା come closer. Come closer. ଟିକେ କିଛି ନିଅ. ଆଉ କହନ୍ତି have some. Have some. ସଜାଗ ରୁହ ମାନେ ଚାରିଆଡ଼କୁ ଦୃଷ୍ଟି ଦେଇଥାଅ. ଆଉ କହନ୍ତି be vigilant. Be vigilant. pronunciation ଉପରେ ଫୋକସ୍ କରିବେ vigilant. Vigilant. ମୋ ପାଖରେ ବସ. ଇଂଲିଶରେ କହନ୍ତି sit beside me. Sit beside me. ଯୋଗାଯୋଗ କିମ୍ବା ସମ୍ପର୍କ ରଖିଥାଅ. ଆଉ କ'ଣ କହନ୍ତି ପଢ଼ିବା stay in touch. Stay in touch. ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବେ.
କରିବେ ଆଉ ନିଜ କମେଣ୍ଟ ମଧ୍ୟ ଦେବେ।